ଜାଲ ସେ ବୁଣେ। କିଏ? ବୁଢ଼ୀହାଣୀ। ସେ ନିଜକୁ ସେଫ୍ଟି ରଖିବା ପାଇଁ ବା ନିଜକୁ ବଞ୍ଚେଇବା ପାଇଁ ଅନ୍ୟମାନଙ୍କ ଠାରୁ ସେ କ'ଣ ଜାଲ ବୁଣିକି ରୁହେ। ବୁଝିପାରିଲ? ତାପରେ ଅଛି କିଏ? ଘୁଷୁରୀ। ହେଲା, ଘୁଷୁରୀ କ'ଣ? ଘୁଷୁରୀ କ'ଣ ନିଜ ଘର ସେ ନିଜେ ତିଆରି କରେ କି? ନାଇଁ। କ'ଣ ପାଇଁ? ଲୋକମାନେ ଆକୁ ପାଳିଥାନ୍ତି। ସେ ଘୁଷୁରୀକୁ ପାଳନ୍ତି। ସେମାନେ କ'ଣ ପାଇଁ ପାଳନ୍ତି ତାକୁ? ପ୍ରାୟତଃ ଅଛନ୍ତି ମାଂସ ଉଦ୍ଦେଶ୍ୟରେ ପାଳନ୍ତି। ଯେଉଁମାନେ ଖାଆନ୍ତି ଆକୁ ମାଂସ ଉଦ୍ଦେଶ୍ୟରେ ପାଳନ୍ତି। ତ ସେଥିପାଇଁ ସେ ତାକୁ କୋଉଠି ରଖନ୍ତି? ଗୋଟେ ଘର, ଛୋଟ ଘର ତିଆରି କରନ୍ତି। ସେମାନେ କ'ଣ ମଣିଷ ସାଙ୍ଗେ ରହିବେ? ରହିବେନି। ତ ସେଥିପାଇଁ ତାଙ୍କ ପାଇଁ ଛୋଟ ଘର ତିଆରି କରନ୍ତି। ସେ ସେଠି ରୁହନ୍ତି। ତାପରେ ଦେଖ ଗୋଟେ ପକ୍ଷୀ ଅଛି। ପକ୍ଷୀ ଅଛି ନା ନାହିଁ? ସେ କୋଉଥିରେ ଅଛି? ବସାରେ। ତାମାନେ ତମେ ଏବେ କ'ଣ ଜାଣିଲ? ପକ୍ଷୀ କୋଉଥିରେ ରୁହେ? ବସାରେ ରୁହେ। ବସା ସେ କି ସିଏ ତିଆରି କରେ ନା ମଣିଷ ତା ପାଇଁ ତିଆରି କରେ? ସିଏ ନିଜେ ତିଆରି କରେ। ତା ପିଲାମାନେ ଆଉ ସେ ନିଜେ ସେଠି ରହିବ, କେମିତି ଭଲରେ ରହିବ ସେଥିପାଇଁ ସେ କ'ଣ କରେ? ତାର ବସା ତିଆରି କରେ। ବସା ସେ କ'ଣ କରେ? କାଠି ଗୋଟେ କୋଉଠି ପଡ଼ିଥିବ, ତା ଘଣ୍ଟରୁ ଗୋଟେ କାଠି ଆଣିବ, ତା ମାନେ ତା ବସାର ମାନେ ଗଛ ଡାଳରେ ଜମା କରିକି ତାକୁ ସେ ବସା ତିଆରି କରିବ। ଯେମିତି ମଣିଷ ଇଟା, ଗୋଡ଼ି, ବାଲି, ସିମେଣ୍ଟ ଆଣି ଘର ତିଆରି କରିଦେଉଛି, ସେମିତି ସିଏ କାଠି, କୁଟା ଆଉ ସବୁ ଆଣିକି କ'ଣ କରୁଛି? ଘର ତିଆରି କରୁଛି ତାର, ଯୋଉଟାକି ଆମେ କ'ଣ କହୁଛେ? ବସା। ଚଢ଼େଇର କ'ଣ? ବସା। ତାପରେ ହଉଛି କିଏ? ମହୁମାଛି। ମହୁମାଛି ସେ ସେମିତି କେମିତି ରହେ? ମହୁ ଫେଣାରେ ରୁହେ। ସେ ମହୁ ଫେଣା ତିଆରି କରେ। ତା କୁନି କୁନି ପିଲାମାନେ ବି ସେଠି ରୁହନ୍ତି। ସେ କ'ଣ କେମିତି ତିଆରି କରେ? ସିଏ ତାର ଫେଣା ତିଆରି କରେ। ସେ କ'ଣ କରେ? ଫୁଲରୁ ଯିବ, ମହୁ କ'ଣ କରେ? ଫୁଲରୁ ମିଠା ଅଂଶ ସଂଗ୍ରହ କରିବ। ଫୁଲର ଉପରେ ବସିବ, ତା ଫୁଲ ପାଖରେ ଥିବା ଯୋଉ ମିଠା ସବୁ ଅଂଶ ତାକୁ ସେ ସଂଗ୍ରହ କରିବ, ଯୋଉଟାକୁ ସେ ନେଇକି ସେ ନିଜେ ତା ବସା ତିଆରି କରିବ। ସେ ଗୋଟେ ଫୁଟା ଫୁଟା ଭଳିଆ କରିକି କ'ଣ କରିବ? ସେ ଯୋଉ ମହୁ ସଂଗ୍ରହ କରିଥିବ, ଫୁଲ ପାଖରୁ ସଂଗ୍ରହ କରିଥିବ, ତାକୁ ସେ ତା ଭିତରେ ରଖିବ। ହେଲା, ତଥାପି ଲୋକମାନେ କ'ଣ କରନ୍ତି? ତା ବସାକୁ ଭାଙ୍ଗିକି ତା ଛୁଆମାନଙ୍କୁ ମାରିକି ସେ କ'ଣ କରନ୍ତି? ତାର ଦରକାର ପଡ଼ିଲେ ସେ ମହୁକୁ ନେଇଯାଆନ୍ତି। ନେଇଯାଆନ୍ତି ନା ନାହିଁ? କିନ୍ତୁ ସିଏ କ'ଣ ପାଇଁ ରଖେ? ତା ପିଲାମାନେ ଖାଇବେ, ସିଏ ବଞ୍ଚିବେ। ତ ସେଥିପାଇଁ ସେମାନେ ସଜାଡ଼ିକି ରଖନ୍ତି। କିନ୍ତୁ ଲୋକମାନେ କ'ଣ କରନ୍ତି? ତାକୁ ଭାଙ୍ଗିକି ନେଇଯାଆନ୍ତି। ଜାଣିଛ ସମସ୍ତେ? ତାପରେ ଆସିଲା ବେଙ୍ଗ। ଏଠି ବେଙ୍ଗ ଅଛି କି? ତ ବେଙ୍ଗ କୋଉଠି ରହିଛି? ଏଠି ପାଣିରେ। ବେଙ୍ଗ କ'ଣ ମାଟି ଉପରେ ରହିପାରିବନି? ହଁ। ବେଙ୍ଗ ହଉଛି ଉଭୟଚର ପ୍ରାଣୀ। ସେ କ'ଣ ଜଳରେ ରହିପାରିବ, ସ୍ଥଳରେ ବି କ'ଣ କରିବ? ରହିପାରିବ। କ'ଣ କରିବ? ଜଳରେ ରହିପାରିବ, ସ୍ଥଳରେ ବି ରହିପାରିବ। ଜଳରେ ଆଉ କେଉଁମାନେ ରୁହନ୍ତି? ମାଛ, କଇଁଛ। ହଁ, ଏସବୁ କ'ଣ କରନ୍ତି? ଏସବୁ କ'ଣ କରନ୍ତି? ପାଣିରେ ରୁହନ୍ତି। ବେଙ୍ଗ କ'ଣ କରେ? ବେଙ୍ଗ ଗୋଟେ ଜୀବ ଯିଏକି କ'ଣ କରେ? ପାଣିରେ ରୁହେ, ତା ସହିତ କୋଉଠି ରୁହେ? ଭୂମିରେ ବି ରୁହେ। ରୁହେ ନା ନାହିଁ? ତାପରେ ଆସିଲା କୁକୁର। କୁକୁର କୋଉଠି ରୁହେ? ଘରେ ରୁହେ। ସେ କ'ଣ କାମ କରେ? ଘର ଜଗେ। ତାକୁ ମାନେ କ'ଣ? ତାକୁ ରଖନ୍ତି, ସେ ଘର ଜଗେ। ଯେତେବେଳେ ଅଜଣା ଲୋକ ଆସନ୍ତି ସେ କ'ଣ କରେ? ଭୁକେ। ସେ କୋଉଠି ରୁହେ? ଘରେ ରୁହେ। ତାପରେ ଆସିଲା କ'ଣ? ପିମ୍ପୁଡ଼ି ବା ଉଇ। ସେ କେମିତି ରୁହନ୍ତି? ସେ ମାଟିରେ ତାଙ୍କର ହୁଙ୍କା ତିଆରି କରନ୍ତି, ବଡ଼ ବଡ଼ ହୁଙ୍କା ତିଆରି କରନ୍ତି। ସେ ତାରି ଭିତରେ ରୁହନ୍ତି। କିଏ? ପିମ୍ପୁଡ଼ି ମାନେ ତାରି ଭିତରେ ରୁହନ୍ତି। ତାପରେ କିଏ ଆସିଲେ? ଠେକୁଆ। ଠେକୁଆ କୋଉଠି ରୁହନ୍ତି? ଘରେ ରୁହନ୍ତି। ଆଉ କୋଉଠି ରୁହନ୍ତି? ବଣରେ ବି ରୁହନ୍ତି, ଜଙ୍ଗଲରେ ରୁହନ୍ତି। ତା ସହିତ ମାନେ ଚିଡ଼ିଆଖାନାରେ ସେ ସବୁ କ'ଣ କରନ୍ତି? ରୁହନ୍ତି ଠେକୁଆ।